ତେଣୁ ମନକୁ କେତେବେଳେ ଆପଣ ଖାଲି ରଖନ୍ତୁ ନାହିଁ। ମନ ତ କେତେବେଳେ ଖାଲି ରହେ ନାହିଁ। ସାଧନାର ସିଦ୍ଧି ଲାଭ ପରେ ମନ ଭ୍ୟାକ୍ୟୁମ ହୁଏ। ଆନନ୍ଦ, ଆନନ୍ଦ ପରେ ଭ୍ୟାକ୍ୟୁମ, ଶୂନ୍ୟ ଅବସ୍ଥା। ତେଣୁ ମନକୁ ଗୋଟେ ସ୍ପିରିଚୁଆଲ ଆଧ୍ୟାତ୍ମିକ ଅବଲମ୍ବନ ଦିଅନ୍ତୁ। କଣ କରିବେ? କେମିତି ଆଧ୍ୟାତ୍ମିକ ଅବଲମ୍ବନ ଦେବେ? ଗୁରୁ ବତେଇ ଦେବେ। କେତେବେଳେ ଜପରେ ମନକୁ ରଖନ୍ତୁ। କି ଜପ ପୁଣି କହିବାକୁ ପଡିବ। ବହୁତ ଟାଇମ ଟେକିଂ। ଆପଣ ମାନ ପେସେନ୍ସ ଆଉ ଅଛି କି ନ ଅଛି ମତେ ପ୍ରାୟ ଲାଗୁଛି ନାହିଁ। ତେଣୁ ଜପ ବିଭିନ୍ନ ପ୍ରକାର ଜପ, ବିଭିନ୍ନ ପ୍ରକାର ସାଧନା। ତେଣୁ ପରମାତ୍ମା ପରମ ବ୍ରହ୍ମକୁ ପ୍ରାପ୍ତି ପାଇଁ ଯାହା ଅଭ୍ୟାସ କରାଯାଏ ତାକୁ କୁହାଯାଏ ସାଧନା। ତେଣୁ ଜପରେ ରଖନ୍ତୁ। କିଏ ସଗୁଣ ଜପରେ ରଖୁ, କିଏ ନିର୍ଗୁଣ ଜପରେ ରଖୁ, କିନ୍ତୁ ତାକୁ ସବୁବେଳେ ଅବଲମ୍ବନ ଦିଅନ୍ତୁ। ତାକୁ ଭ୍ୟାକୁମ କର ମାନେ ଛାଡି ଦିଅନ୍ତୁ ନାହିଁ। ଛାଡିଦେଲେ ସେ କୁଆଡେ କୁଆଡେ ପ୍ରବେଶ କରିଯିବ, କୁଆଡେ କୁଆଡେ ଚାଲିଯିବ, ତାର ଆଦି ଅନ୍ତ ଆପଣ ପାଇବେ ନାହିଁ। ଯେମିତି ସମୁଦ୍ରରେ ଢେଉ ପରେ ଢେଉ ଆସୁଛି, ସେଇଭଳି ଚିନ୍ତା ପରେ ଚିନ୍ତା ଆସିବ। ଦିନକୁ 24 ଘଣ୍ଟାରେ ଆପଣଙ୍କର 60,000 ଚିନ୍ତା ଆସିବ। ତେଣୁ କେତେବେଳେ ଜପରେ ରଖନ୍ତୁ, କେତେବେଳେ ଶ୍ୱାସ ପ୍ରଶ୍ୱାସରେ ରଖନ୍ତୁ, କେତେବେଳେ ଆଜ୍ଞା ଚକ୍ରରେ ରଖନ୍ତୁ, କେତେବେଳେ ସହସ୍ରରେ ରଖନ୍ତୁ। ବାସ୍ କେତେବେଳେ ମନ ହଉଛି ଭଜନ କୀର୍ତ୍ତନରେ ବୁଡି ଯାଆନ୍ତୁ। ଦେଖନ୍ତୁ କେତେ ମନ ହାଲକା, କେତେ ଶାନ୍ତି, କେତେ ଆନନ୍ଦ, କେତେ ପ୍ରୀତି ମିଳୁଛି। ଯାହା ସଂସାରରେ ମିଳେ ନାହିଁ ତାହା ମିଳେ ଏଇଠି। ତେଣୁ ସେଥିଲାଗି ଗୀତାର ସେ 6ଠ ଅଧ୍ୟାୟର 22 ଶ୍ଲୋକ ନା କଣ, ଜଙ୍ଗଲବ୍ଧା ଚାପଲ୍ଲାଭଂ ମନନ୍ତେ ନାଧିକଂ ତତ୍ର ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁଣାପି ବିଚାଲତେ। ତେଣୁ ଆଉ ବିଶେଷ କିଛି କହିବାର ନାହିଁ। ଯାହା ଶୁଣିଲେ ତାକୁ ଚିନ୍ତନ କରନ୍ତୁ। ଆଗ ଶ୍ରବଣ, ତାପରେ ଚିନ୍ତନ, ତାପରେ ନିଦିଧ୍ୟାସନ, ତାପରେ ତାକୁ ପ୍ରାକ୍ଟିକାଲ ଲାଇଫରେ ୟୁଟିଲାଇଜ କରିବା ପାଇଁ ଅଭ୍ୟାସ କରନ୍ତୁ। ଜୀବନ ହେଇଯିବ ଧନ୍ୟ, ଜୀବନ ହେଇଯିବ ଆନନ୍ଦମୟ, ଜୀବନ ହେଇଯିବ ପ୍ରେମମୟ। ଏଠୁ ଆମେ ଆନନ୍ଦ ଧାମରୁ ଆସିଛେ, ଆନନ୍ଦରେ ରହିବା। ଆନନ୍ଦ ଧାମକୁ ହସି ହସି ଆମେ ଚାଲିଯିବା। ତେଣୁ ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପଗଣ, ସବୁରି ଭିତରେ ଜଗନ୍ନାଥଙ୍କୁ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। କିଛି ସମୟ ବସି ଟିକେ ପରମାତ୍ମା ପରମ ବ୍ରହ୍ମକୁ ଧ୍ୟାନ କରିବା। ତାପରେ ଆନନ୍ଦରେ ପ୍ରସାଦ ଗ୍ରହଣ କରି ନିଜ ଘରକୁ ଫେରିଯିବା। ନିଜ ଘରକୁ ଥରେ ଯାଆନ୍ତୁ। ଯୋଉଠି ମନ ଆଉ ଶ୍ୱାସ ବିଶ୍ରାମ ନିଏ ସେଇଟା ହଉଛି ନିଜ ଘର, ବା ସେଇଟା ହଉଛି ରିଅଲ ଆଶ୍ରମ। ସେଇଠି ଯିବା ପାଇଁ ଚେଷ୍ଟା କରନ୍ତୁ। ଚେଷ୍ଟା କଲେ ଆପଣ ନିଶ୍ଚିନ୍ତ ଭାବରେ ଯାଇପାରିବେ। କିଛି ଅସୁବିଧା ନାହିଁ।